ପିଲାମାନେ ଓଡ୍ ଟୁ ଏ ନାଇଟ୍ ଆଙ୍ଗେଲ୍ ଭଳି ଏ ଯେଉଁ କବିତାଟି ଟୁ ଏ ସ୍କାଇଲାର୍କ 21 ଷ୍ଟାଞ୍ଜା ବିଶିଷ୍ଟ ବଡ଼ କବିତାଟେ। ତେଣୁ ମୁଁ ଆକୁ ଓଡ଼ିଆରେ ତାର ସମରିଟା କହିଦେବି, ତୁମମାନେ ମନେ ରଖିବ, ନୋଟ୍ ବି ପ୍ରୋଭାଇଡ଼ କରିଦେବି, ତୁମମାନେ ପ୍ରାକ୍ଟିସ୍ କରିକି ପରୀକ୍ଷାରେ ଲେଖିବ। ଲେଟ୍ ଅସ୍ ଷ୍ଟାର୍ଟ। ପି.ବି. ଶେଲି ଇଂଲିଶ ଲିଟରେଚରର ଜଣେ ଫେମସ୍ କବି, ଆମେ ସମସ୍ତେ ଜାଣନ୍ତି। ରୋମାଣ୍ଟିକ୍ ସେ, ହୁ ଲଭ୍ସ ଦ ନେଚର, ଯିଏକି ପ୍ରକୃତିକୁ ନିବିଡ଼ ଭାବରେ ଭଲ ପାଉଥିଲେ। ପ୍ରକୃତିର ବିଭିନ୍ନ ଜିନିଷକୁ ସେ ନିଜ ଚିନ୍ତାଧାରାର ପ୍ରତୀକ ରୂପେ ବ୍ୟବହାର କରି ତାଙ୍କ କବିତା ସବୁ ରଚନା କରୁଥିଲେ। ସେହିପରି ଟୁ ଏ ସ୍କାଇଲାର୍କ ତାଙ୍କର ଗୋଟେ ଦୃଷ୍ଟାନ୍ତମୂଳକ କବିତା। କ'ଣ ହେଇଛି ନା, ସ୍କାଇଲାର୍କ ଚଢ଼େଇଟି ଏଇ ଯେଉଁ ଭୂମି ଉପରେ ଉଡ଼ି ଉଡ଼ି ଆକାଶକୁ ଯାଉଛି। ଏହା ଖୁବ୍ ଉଚ୍ଚରୁ ଉଚ୍ଚତର ସ୍ଥାନକୁ ଉଡ଼ି ଯାଉଛି। ଏକ ଉଜ୍ଜଳ ପଦାର୍ଥ ପରି ଏହା ପ୍ରତୀୟମାନ ହେଉଛି। ଏହା ପ୍ରାୟ କୌଣସି ପ୍ରେରଣା ଦ୍ୱାରା ଅନୁପ୍ରାଣିତ ହୋଇ ଖୁବ୍ ଉଚ୍ଚକୁ ଉଡ଼ି ଯାଉଛି। ଏହା ନୀଳ ଆକାଶରେ ହଜି ଯାଉଛି। ଏହା ଉଡ଼ୁଛି ଏବଂ ଗୀତ ମଧ୍ୟ ଗାଉଛି। ଏହିପରି ଚାତକଟିର ଦୁଇଟି ଗୁଣ ଯଥା ଉଡ୍ଡୟନ ଏବଂ ଗାଇବାର ଶୈଳୀକୁ କବି ପ୍ରାଧାନ୍ୟ ଦେଇଛନ୍ତି। ସୂର୍ଯ୍ୟ ପଶ୍ଚିମ ଆକାଶରେ ବୁଡ଼ି ଯାଉଛି। ତାଙ୍କର ସୁନେଲି କିରଣ ଆକାଶରେ ବିଚ୍ଛୁରିତ ହୋଇ ପଡ଼ୁଛି। ବାଦଲ ଗୁଡ଼ିକ ସୁନେଲି କିରଣ ସଂସ୍ପର୍ଶରେ ଆସି ଉଜ୍ଜଳ ଦେଖାଯାଉଛି। ଚାତକଟି ଉଡ଼ି ଉଡ଼ି ଏହି ସୁନେଲି ବାଦଲ ମଧ୍ୟରେ ଲୁଚି ଯାଉଛି। କାହାକୁ ଚାତକ କହୁଛନ୍ତି? ପକ୍ଷୀ। ଚାତକ ମାନେ ପକ୍ଷୀ। ପକ୍ଷୀ କିଏ? ସ୍କାଇଲାର୍କ। ଓକେ। ଏବଂ ସେମାନଙ୍କ ସହିତ ଭାସି ଯାଉଛି। କେଉଁମାନଙ୍କ ସହିତ? ବାଦଲମାନଙ୍କ ସହିତ। ଏହା ଏକ ପୁଣ୍ୟାତ୍ମା ସଦୃଶ ଆକାଶରେ ଭାସି ବୁଲୁଛି। ଏହାର ଆନନ୍ଦର ଏବଂ ଉତ୍ସାହର ଦିନ ଗୁଡ଼ିକ ଠିକ୍ ଆରମ୍ଭ ହୋଇଛି ମାତ୍ର। ସ୍କାଇଲାର୍କ ଆକାଶରେ ଉଡ଼ି ବୁଲୁଛି। ସୂର୍ଯ୍ୟଙ୍କର କ୍ଷୀଣ ରଶ୍ମି ଚଢ଼େଇଟିର ସମସ୍ତ ପାର୍ଥିବ ଗୁଣକୁ ବାହାର କରିଦେଇ ଏହାକୁ ପବିତ୍ର କରିଛି। ସୂର୍ଯ୍ୟ ପଶ୍ଚିମରେ ଡୁବି ଯାଉଥିଲା ବେଳେ ଏକ ତରଳ ବର୍ଣ୍ଣମାଳା ସୃଷ୍ଟି କରୁଛି। ଚଢ଼େଇଟି ଆକାଶର ଏତେ ଉଚ୍ଚକୁ ଉଡ଼ି ଯାଉଛି ଯେ ସର୍ବଶେଷରେ ଏହା ଅଦୃଶ୍ୟ ହୋଇଯାଉଛି। ଏହା ସୂର୍ଯ୍ୟଙ୍କର ଉଜ୍ଜଳ ଆଲୋକରେ ପ୍ରଭାତୀ ତାରା ସଦୃଶ ହୋଇଯାଉଛି। ସେହିପରି ପକ୍ଷୀଟି ଆକାଶରେ ଅଦୃଶ୍ୟ ହୋଇଯାଉଛି, କିନ୍ତୁ ପକ୍ଷୀଟିର ଯେଉଁ ସାଙ୍ଗୀତିକ କଣ୍ଠସ୍ୱର କବିଙ୍କୁ ସ୍ପଷ୍ଟ ଶୁଭାଯାଉଛି। ଆନନ୍ଦିତ ଚଢ଼େଇଟି ପ୍ରଭାତୀ ତାରା ବା ଜହ୍ନ ସଦୃଶ ଅଟେ। ଜହ୍ନ ବା ଚନ୍ଦ୍ରର ଆଲୋକମାଳା ଯେପରି ସ୍ପଷ୍ଟ ଓ ମନମୁଗ୍ଧକର, ସେହିପରି ବିହଙ୍ଗଟିର ଆନନ୍ଦ କବିଙ୍କ ମନକୁ ସ୍ପଷ୍ଟ ଭାବରେ ସ୍ପର୍ଶ କରିଛି। ପ୍ରଭାତର ଆଲୋକରେ ଚନ୍ଦ୍ର ବା ପ୍ରଭାତୀ ତାରା କ୍ଷୀଣ ବା ଅଦୃଶ୍ୟ ହୋଇଯାଏ, କିନ୍ତୁ ଏହାର ଉପସ୍ଥିତି ଉପଲବ୍ଧ କରିହୁଏ। ସେହିପରି ଚଢ଼େଇଟି ଅଦୃଶ୍ୟ ହେଲେ ମଧ୍ୟ ଏହାର ମଧୁର କଣ୍ଠସ୍ୱର ଖୁବ୍ ସ୍ପଷ୍ଟ। ଚଢ଼େଇଟିର ମଧୁର କଣ୍ଠସ୍ୱର ସମଗ୍ର ବାୟୁମଣ୍ଡଳକୁ ପ୍ରକମ୍ପିତ କରୁଛି। ଏହି କଣ୍ଠସ୍ୱରକୁ କବି ଏକ ବାଦଲ ତଳେ ଲୁଚି ରହିଥିବା ଚନ୍ଦ୍ର ସହିତ ତୁଳନା କରିଛନ୍ତି। ଯେତେବେଳେ ଚନ୍ଦ୍ର ଏକ ବାଦଲ ତଳେ ଲୁଚି ରହିଥାଏ, ଏହା ସମଗ୍ର ଆକାଶରେ ନିଜର ଜ୍ୟୋତ୍ସ୍ନା ବିଚ୍ଛୁରିତ କରି ଏହାକୁ ଆଲୋକିତ କରେ। ଲୋକମାନେ ଚନ୍ଦ୍ରକୁ ଦେଖିପାରନ୍ତି ନାହିଁ, କିନ୍ତୁ ଏହାର ଅସ୍ତିତ୍ୱ ଅନୁଭବ କରିପାରନ୍ତି। ଠିକ୍ ସେହିପରି ଚଢ଼େଇଟି କବିଙ୍କୁ ଦେଖା ନ ଗଲେ ମଧ୍ୟ ସେ ଏହାର ଅସ୍ତିତ୍ୱ ଅନୁଭବ କରିପାରୁଛନ୍ତି। ଚଢ଼େଇଟିର ପ୍ରକୃତ ସ୍ୱରୂପକୁ କବି ଜାଣନ୍ତି ନାହିଁ। ସେ ଦୁନିଆରେ ଏପରି କିଛି ଜିନିଷ ଜାଣନ୍ତି ନାହିଁ ଯାହା ଏହି ପକ୍ଷୀଟି ସହିତ ସମାନ ହେବ। ସେ ମେଘୁଆ ଆକାଶରେ ଇନ୍ଦ୍ରଧନୁ ଦେଖିଛନ୍ତି, କିନ୍ତୁ ଏହାର ବର୍ଣ୍ଣାଳୀ ଏପରି ବିଚ୍ଛୁରିତ ହୋଇପଡ଼େ ନା ଯେପରି ଏହି ପକ୍ଷୀର ମଧୁର ସଙ୍ଗୀତ ପୃଥିବୀ ପୃଷ୍ଠରେ ବର୍ଷଣ ହେଉଛି। କବି ଗୀତ ଗାଉଥିବା ଚଢ଼େଇଟିର ପ୍ରକୃତ ପରିଚୟ ଜାଣିବାକୁ ଇଚ୍ଛୁକ। ପକ୍ଷୀଟିର କଣ୍ଠସ୍ୱର ଶୁଣାଯାଉଥିଲେ ମଧ୍ୟ କଣ୍ଠସ୍ୱରର ପ୍ରକୃତ ଉତ୍ସ ଜଣାପଡ଼ୁନାହିଁ। କବି ଭାବୁଛନ୍ତି ପକ୍ଷୀଟି ଜଣେ କବିଙ୍କ ସଦୃଶ ଗୀତ ଗାଉଛି, କିନ୍ତୁ ଏହାର ପ୍ରକୃତ ଅର୍ଥ ବୁଝି ହେଉନାହିଁ। କିନ୍ତୁ କବି ବୁଝି ନ ପାରିଲେ ମଧ୍ୟ ପକ୍ଷୀଟି ତାର ଗୀତ ଗାଇବା କେବେ ବି ବନ୍ଦ କରିବ ନାହିଁ। ସେହିପରି କବି ନିଜେ ନିଜର କବିତା ଲେଖିବା ମଧ୍ୟ ବନ୍ଦ କରିବେ ନାହିଁ। ସେ ଲେଖି ଚାଲିବେ ଯେ ପର୍ଯ୍ୟନ୍ତ ପାଠକମାନେ ତାଙ୍କୁ ବୁଝିପାରିବେ। କବି ପକ୍ଷୀଟିର କଣ୍ଠସ୍ୱରକୁ ଏକ ସମ୍ଭ୍ରାନ୍ତ ବଂଶୀୟ ମହିଳାଙ୍କ ସହିତ ତୁଳନା କରୁଛନ୍ତି, ଯିଏକି ତାଙ୍କ ପ୍ରସାଦର ଗମ୍ବୁଜ ଉପରେ ଠିଆ ହୋଇ ଗୀତ ଗାଉଛି।
ଏହା ଏକ ପ୍ରେମ ସଙ୍ଗୀତ ଯାହାକୁ ସେ ଗାଉଛନ୍ତି ନିଜର ପ୍ରେମ ବ୍ୟଥିତ ହୃଦୟକୁ ଶାନ୍ତ ଦେବା ପାଇଁ। ତାଙ୍କର ମଧୁର ସଙ୍ଗୀତ ତାଙ୍କର ଶୟନ କକ୍ଷକୁ ପୂର୍ଣ୍ଣ କରୁଛି। କବି ଚଢ଼େଇଟିକୁ ଏକ ଜୁଳୁଜୁଳିଆ ପୋକ ସହିତ ତୁଳନା କରିଛନ୍ତି। ଜୁଳୁଜୁଳିଆ ପୋକ ବା ଏ ଯେଉଁ ସେ କ'ଣ କରେ, ତାର ଅନ୍ୟ ନାମ ଖଦ୍ୟତ ବୋଲି ଆମେ କହିଥାଉ। ଫୁଲ ଏବଂ ଘାସ ମଧ୍ୟରେ ଆବୃତ ହୋଇଯାଏ। ଏହାକୁ ଲୋକମାନେ ଦେଖିପାରନ୍ତି ନାହିଁ, କିନ୍ତୁ ଜୁଳୁଜୁଳିଆ ପୋକଟି ନିଜର ଆଲୋକ ବିଚ୍ଛୁରିତ କରି ଚାଲିଥାଏ। ସେହିପରି ଚଢ଼େଇଟି ଦୃଷ୍ଟିଗୋଚର ହେଉନଥିଲେ ମଧ୍ୟ ଏହା ନିଜର ସଙ୍ଗୀତ ସାରା ଦୁନିଆକୁ ପ୍ରକମ୍ପିତ କରୁଛି। କବି ଚଢ଼େଇଟିକୁ ଏକ ଗୋଲାପ ସହିତ ତୁଳନା କରିଛନ୍ତି। ଗୋଲାପଟି କ୍ଷୁଦ୍ର ପତ୍ର ଦ୍ୱାରା ଆବୃତ ହୋଇଥାଏ। ଉଷ୍ମ ବାୟୁ ଦ୍ୱାରା ଗୋଲାପର ପାଖୁଡ଼ା ଗୁଡ଼ିକ ନଷ୍ଟ ହୋଇଯାଏ, ତଥାପି ଗୋଲାପ ଏହାର ସୁମଧୁର ବାସନା ବିଚ୍ଛୁରିତ କରିଥାଏ। ବସନ୍ତ ଋତୁର ବର୍ଷା ସବୁଜ ଘାସ ଉପରେ ପଡ଼ିଲେ ଝଲମଲ ଦେଖାଯାଏ। ଏହା ଦର୍ଶକମାନଙ୍କୁ ଉଲ୍ଲସିତ କରେ। ବର୍ଷା ହେବା ଭୟରେ ଏକ ପରିଷ୍କାର ଓ ସଦ୍ୟ ସଙ୍ଗୀତର ସ୍ୱର ଶୁଣାଯାଏ, କିନ୍ତୁ ଚଢ଼େଇଟିର କଣ୍ଠର ମଧୁର ସ୍ୱର ଏହି ସଙ୍ଗୀତ ଠାରୁ ଆହୁରି ଅଧିକ। ଅସରାଏ ବର୍ଷା ପୁଷ୍ପଗୁଡ଼ିକୁ ସଜ କରାଇଥାଏ। ସେଗୁଡ଼ିକୁ ଆନନ୍ଦିତ ଦେଖାଯାଆନ୍ତି ଫୁଲଗୁଡ଼ିକ, କିନ୍ତୁ ଚଢ଼େଇଟିର କଣ୍ଠସ୍ୱର ସେମାନଙ୍କ ଠାରୁ ଆହୁରି ଆନନ୍ଦଦାୟକ। କବି ଜାଣିପାରୁନାହାନ୍ତି ଚଢ଼େଇଟି ଏକ ପକ୍ଷୀ କିମ୍ବା ସେ ଗୋଟେ ଆତ୍ମା। ସେ ଅନେକ ମଧୁର ସଙ୍ଗୀତ ଶୁଣିଛନ୍ତି ଯାହା ପ୍ରେମ ଓ ମଦ୍ୟ ସମ୍ପର୍କରେ ରଚନା କରାଯାଇଛି, କିନ୍ତୁ ପକ୍ଷୀର ସଙ୍ଗୀତ ସେଗୁଡ଼ିକ ଠାରୁ ଆହୁରି ମଧୁର। ଏହାର ସ୍ୱର୍ଗୀୟ ପ୍ରେମରେ ପୂର୍ଣ୍ଣ। ସେ ଚାହାନ୍ତି ପକ୍ଷୀଟି ଏହା ନିଜ ମନରେ ଯାହା ଅଛି ତାହା ଦ୍ୱାରା କବିଙ୍କୁ ଶିକ୍ଷା ଦେଉ। ଲୋକମାନେ ବିବାହ ଓ ବିଦାୟରେ ସଙ୍ଗୀତ ଗାନ କରିବାର ଦୃଶ୍ୟ କବି ଦେଖିଛନ୍ତି, ଶୁଣିଛନ୍ତି। ମାନବ କର୍ଣ୍ଣକୁ ଏହା ମଧୁର ବୋଲି ପ୍ରତିଭାତ ହୁଏ, କିନ୍ତୁ ଚାତକର ମଧୁର ସ୍ୱର ତୁଳନାରେ ଶୂନ୍ୟ ବୋଲି ଜଣାଯାଏ। ସେଇ ଯେଉଁ ଚଢ଼େଇଟିର କଣ୍ଠସ୍ୱର ତୁଳନାରେ ସେହି ସଙ୍ଗୀତ ଗୁଡ଼ିକ ଶୂନ୍ୟ ଏବଂ ଅର୍ଥଶୂନ୍ୟ ଜଣାପଡ଼େ। କବି ଚଢ଼େଇଟିର ମଧୁର କଣ୍ଠସ୍ୱରର ଗୁପ୍ତ ରହସ୍ୟକୁ ଜାଣିବାକୁ ଚେଷ୍ଟା କରୁଛନ୍ତି। ସେ ଜାଣିବାକୁ ଚାହାନ୍ତି କେଉଁ ପଦାର୍ଥ ଦ୍ୱାରା ଚଢ଼େଇଟିର ମଧୁର କଣ୍ଠସ୍ୱର ସୃଷ୍ଟି ହେଉଛି। ସେ ଜାଣିବାକୁ ଚାହିଁଛନ୍ତି ସତରେ କ'ଣ ଚଢ଼େଇଟିର କଣ୍ଠସ୍ୱର ତୃଣଭୂମି, ପାହାଡ଼ ଏବଂ ଆକାଶ ପ୍ରଭୃତି ବିଷୟକୁ ନେଇ ଗଠିତ। ପକ୍ଷୀଟି ରହସ୍ୟପୂର୍ଣ୍ଣ। ଏହାର ସଙ୍ଗୀତ ଏକ ପବିତ୍ର ଆନନ୍ଦ ବହନ କରୁଛି। ପକ୍ଷୀଟି ଅତ୍ୟନ୍ତ ଆନନ୍ଦିତ ଏବଂ ପାର୍ଥିବ ଅଜ୍ଞତା ବିଷୟରେ ଅଜ୍ଞ। ଚାତକର ବା ସେ ଚଢ଼େଇର କଣ୍ଠସ୍ୱରରେ ମଧୁର ଏବଂ ପବିତ୍ର ଆନନ୍ଦ ରହିଛି। ଏଥିରେ କୌଣସି ଯନ୍ତ୍ରଣାର ସ୍ଥାନ ନାହିଁ। ଚଢ଼େଇଟି କ୍ରୋଧ ଏବଂ ବିରକ୍ତିକର ଛାୟା ଗ୍ରାସ କରିନାହିଁ। ଏହା ପ୍ରେମ କରି ଜାଣେ। ଏହା ଭଲ ପାଏ ସତ, ମାତ୍ର ଅତ୍ୟଧିକ ଭଲ ପାଇବା ବା ପାର୍ଥିବ ପ୍ରେମର ଯେଉଁ ଆନନ୍ଦ ଅଛି ତାହା ସେ ଅନୁଭବ କରିନାହିଁ। କବି ଭାବୁଛନ୍ତି ପକ୍ଷୀଟି ଜାଗ୍ରତ କିମ୍ବା ସୁପ୍ତ, ସେ ଯେଉଁ ଅବସ୍ଥାରେ ଥାଉ ନା କାହିଁକି ଏହା ଜୀବନ ଏବଂ ମୃତ୍ୟୁର ରହସ୍ୟ ସାଧାରଣ ଲୋକମାନଙ୍କ ଠାରୁ ଅଧିକ ଜାଣେ। ସାଧାରଣ ଲୋକମାନଙ୍କ ଠାରୁ ଏହା ଜିନିଷ ଗୁଡ଼ିକୁ ଅଧିକ ନିର୍ଦ୍ଦିଷ୍ଟ ଭାବେ ଦେଖିପାରେ। ତେଣୁ ଏହା ଏପରି ଏକ ଆନନ୍ଦ ଓ କୋଳାହଳମୟ ସଙ୍ଗୀତ ଗାନ କରିପାରୁଛି। ମାନବର ସ୍ଥିତି ସର୍ବଦା ଦୋଷ ତ୍ରୁଟିରେ ପୂର୍ଣ୍ଣ। ମାନବ ସର୍ବଦା ଦୁଃଖଦ ଭାବନା ଦ୍ୱାରା ଚିନ୍ତିତ ହୋଇଥାଏ। ସେ ତାର କୃତିତ୍ୱବିହୀନ ଅତୀତ ଏବଂ ଭବିଷ୍ୟତର ଆଶଙ୍କାରେ ଚିନ୍ତିତ। ସେ କେବଳ ତାହାର କୃତିତ୍ୱବିହୀନ ଅତୀତ ଦ୍ୱାରା ବ୍ୟଥିତ ହୁଏ ନାହିଁ, ବରଂ ଯାହା ଫଳପ୍ରଦ ହୋଇପାରିବ ନାହିଁ ସେଥିରେ ମଧ୍ୟ ଦୁଃଖ ପ୍ରକାଶ କରେ ନାହିଁ। କିଏ? ଚଢ଼େଇଟି। ଦୁଃଖ ଏବଂ କାରୁଣ୍ୟ ମଣିଷର ଆନନ୍ଦକୁ ନିୟନ୍ତ୍ରିତ କରିଥାଏ। ସୁଖ ଏବଂ ଦୁଃଖ ମଣିଷ ଜୀବନରେ ଏପରି ଛନ୍ଦାଛନ୍ଦି ହୋଇ ରହିଛନ୍ତି ଯେ ମାନବର ସବୁଠାରୁ ଆନନ୍ଦମୟ ସଙ୍ଗୀତ ଦୁଃଖପୂର୍ଣ୍ଣ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥାଏ। କବି ଭାବୁଛନ୍ତି ଯଦି ମଣିଷ କ୍ରୋଧ, ଘୃଣା, ଗର୍ବ ଏବଂ ଦୁଃଖରୁ ମୁକ୍ତି ହୁଅନ୍ତା, ସେ ତଥାପି ଏହି ପକ୍ଷୀ ସଦୃଶ ମଧୁର ସଙ୍ଗୀତ ଗାନ କରିପାରନ୍ତା ନାହିଁ। ମଣିଷ କେବେ ହେଲେ ପକ୍ଷୀ ସଙ୍ଗୀତରେ ଯେଉଁ ମଧୁରତା ଅଛି ତାହାର ନିକଟବର୍ତ୍ତୀ ହୋଇପାରିବ ନାହିଁ। କବି ଭାବୁଛନ୍ତି ଚଢ଼େଇଟିର କଣ୍ଠସ୍ୱର ସମସ୍ତ ପ୍ରକାର ସ୍ୱରଠାରୁ ମଧୁର। ସେ ଭାବୁଛନ୍ତି ଯେ এই ଚଢ଼େଇଟିର କଣ୍ଠସ୍ୱର ପୁସ୍ତକରେ ସାଇତା ହୋଇ ରହିଥିବା ସମସ୍ତ ଜ୍ଞାନର ଭଣ୍ଡାର ଠାରୁ ଅତି ସୁନ୍ଦର। ଚଢ଼େଇଟି ଜଣେ କବିଠାରୁ ଆହୁରି ଦକ୍ଷ। ସେ ନୈସର୍ଗିକ, ତେଣୁ ଏହା ସମସ୍ତ ପାର୍ଥିବ ବସ୍ତୁକୁ ନିନ୍ଦା କରେ। କବି ପକ୍ଷୀଟିକୁ ସମ୍ବୋଧନ କରିଛନ୍ତି ଏବଂ ଅନୁରୋଧ କରିଛନ୍ତି ଯେ ତାହାର ଆନନ୍ଦରୁ କବିଙ୍କୁ ଅର୍ଦ୍ଧେକ ମାତ୍ର ଶିକ୍ଷା ଦେଉ। ସେ ସେହି ଶିକ୍ଷା କଥା କହୁଛନ୍ତି ଯାହା ପକ୍ଷୀଟିର ମସ୍ତିଷ୍କରେ ଅଛି।
ପକ୍ଷୀଠାରୁ ଜ୍ଞାନ ଆହରଣ କରି କବି ଆନନ୍ଦରେ ପାଗଳ ହୋଇ ସଙ୍ଗୀତ ଗାନ କରିବେ। ସାରା ପୃଥିବୀରେ ଲୋକମାନେ ତାଙ୍କ ସଙ୍ଗୀତ ଶୁଣିବେ ଯେପରି ସେ ପକ୍ଷୀଟିର ସଙ୍ଗୀତ ଶୁଣୁଛନ୍ତି। ପିଲାମାନେ ମୁଁ ଆଶା କରୁଛି ତୁମମାନେ ବୁଝିବ। ଇୟର କଟ୍ ଦେଇକି ପୁରା ନନଷ୍ଟପ୍ ଆକୁ ଶୁଣିଲେ ବହୁତ ଭଲ ଭାବରେ ବୁଝି ହେବ। ଆଜି ପାଇଁ ଏତିକି, ପୁଣି ଦେଖାହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।